ସମସ୍ତଙ୍କୁ ନମସ୍କାର। ଆଜି ଆମ୍ଭେମାନେ ନୋହଙ୍କ ଜାହାଜ କିପରି ନିର୍ମାଣ ଥିଲା ସେହି ବିଷୟରେ ଶୁଣିବା। ଈଶ୍ୱର କହିଲେ, ତୁମ୍ଭେ ଆପଣା ନିମନ୍ତେ ଦେବଦାରୁ ଜାତୀୟ ବୃକ୍ଷର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର। ତହିଁ ମଧ୍ୟରେ ନାନା କୋଠରୀ ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର। ମାନେ ଦେବଦାରୁ କାଠ ଦ୍ୱାରା ଜାହାଜ ନିର୍ମାଣ କରିବା କଥା ଈଶ୍ୱର ନୋହଙ୍କୁ କହିଅଛନ୍ତି। ଆଉ ଝୁଣା ଦ୍ୱାରା ଭିତରେ ବାହାରେ ଲେପନ କରିବା ପାଇଁ କହିଅଛନ୍ତି। କାହିଁକି? ଜଳପ୍ଲାବନ ଯେତେବେଳେ ହେବ ପାଣି ଯେପରି ଭିତରକୁ ନ ପଶିବ। ପୁନର୍ବାର ମାନେ ଦେଖୁଛୁ ତାହା ଏହି ପ୍ରକାର ନିର୍ମାଣ କରିବ। ମାନେ ଜାହାଜର କି ପ୍ରକାର ନିର୍ମାଣ କରାଯିବ। ଦୀର୍ଘରେ 300 ହାତ, ପ୍ରସ୍ତରେ 50 ହାତ, ଉଚ୍ଚରେ 30 ହାତ ହେବ। ଆମମାନେ ଦେଖୁଛୁ ଏଟେ ଜାହାଜର ଲମ୍ବ 300 ହାତ, ଓସାର 50 ହାତ, ଉଚ୍ଚତା 30 ହାତ ବିଶିଷ୍ଟ ନିର୍ମାଣ କରିବା ପାଇଁ ଈଶ୍ୱର ନୋହଙ୍କୁ କହିଥିଲେ। ପୁଣି ଉପରରୁ 1 ହାତ ଛାଡ଼ି ଝରକା ରଖିବା ନିମନ୍ତେ ମଧ୍ୟ ନୋହଙ୍କୁ ସଦାପ୍ରଭୁ କହିଥିଲେ। ସେ ନିର୍ଦ୍ଦେଶ ଅନୁସାରେ ଜାହାଜ ନୋହ ନିର୍ମାଣ କରିଥିବା ବିଷୟରେ ଆମମାନେ ଦେଖିବାକୁ ପାଇପାରୁଅଛୁ। ଏହି ପ୍ରକାରେ ସଦାପ୍ରଭୁ ନୋହଙ୍କୁ ଜାହାଜ ନିର୍ମାଣ କରିବା ବିଷୟରେ ଆମ୍ଭେମାନେ ଶୁଣିବାକୁ ପାଇପାରୁଅଛୁ। ଆଜି ଆମ୍ଭେମାନେ ଜାଣିଲୁ ନୋହଙ୍କ ଜାହାଜ ଲମ୍ବ 300 ହାତ, ଓସାର 50 ହାତ, ଉଚ୍ଚତା 30 ହାତ, 3 ମହଲା ଘର ବିଷୟରେ ନିର୍ମାଣ କରାଯାଇଥିଲା। ଏହି ଜାହାଜରେ ନୋହଙ୍କ ପରିବାର ଆଉ ପଶୁ ପକ୍ଷୀ 2 ଦମ୍ପତି ପ୍ରବେଶ କରି ଜଳ ଦ୍ୱାରା ରକ୍ଷା ପାଇଥିଲେ। କଥାଟି ଏଠି ରଖିବା, ଦେଖାଇବା ନେକ୍ସଟ ଭିଡ଼ିଓରେ। ସମସ୍ତଙ୍କୁ ନମସ୍କାର।